ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର। ଡକ୍ଟର ସିଂଙ୍କ ସ୍ମାରକୀ ନିର୍ମାଣ ନିମନ୍ତେ ଜାଗା ଯୋଗାଇ ଦେବେ କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାରର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରସାରଣ କରିବ ଆକାଶବାଣୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ପୂର୍ବାହ୍ନ 11টাରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ 164 ରନ୍ରୁ ବ୍ୟାଟିଂ ଆରମ୍ଭ କରିଛି ଭାରତ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ। ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରୁ ସକାଳ 9:30 ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହେବ। ପୂର୍ବାହ୍ନ 11:45 ନିଗମବୋଧ ଘାଟସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଆଉ କିଛି ସମୟ ପରେ ଡକ୍ଟର ସିଂଙ୍କ ବାସଭବନରୁ ପାର୍ଥିବ ଶରୀରକୁ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ସାଧାରଣ ଜନତା ଓ ଦଳୀୟ କର୍ମୀ ଶେଷ ଦର୍ଶନ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକରେ ଜାନୁଆରୀ 1 ତାରିଖ ପର୍ଯ୍ୟନ୍ତ 7 ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ଏହି ସମୟରେ ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି। ବିଦେଶରେ ଥିବା ସମସ୍ତ ଭାରତୀୟ ଦୂତାବାସ ଏବଂ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ମଧ୍ୟ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି। ଆଜି କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଓ କେନ୍ଦ୍ର ଅଧିକୃତ କମ୍ପାନୀଗୁଡ଼ିକ ଅଧା ଦିନ ଛୁଟି ରହିବ। ଗତକାଲି କେନ୍ଦ୍ର କ୍ୟାବିନେଟ୍ର ଜରୁରୀକାଳୀନ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା। ଏଥିରେ ଡକ୍ଟର ସିଂଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ରାଜନେତା ଏବଂ ପ୍ରଖ୍ୟାତ ଅର୍ଥନୀତିଜ୍ଞଙ୍କୁ ହରାଇଛି ବୋଲି ମତ ପ୍ରକାଶ ପାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ଏକ ଶୋକସଙ୍କଳ୍ପ ପାରିତ ହେବା ସହ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଫେସବୁକ୍ ପୋଷ୍ଟରେ ନେପାଳ ଭାରତ ପାରସ୍ପରିକ ସ୍ୱାର୍ଥ ପ୍ରସଙ୍ଗରେ ଡକ୍ଟର ସିଂଙ୍କ ସହ ଆଲୋଚନାକୁ ସ୍ମରଣ କରିଛନ୍ତି। ନେପାଳର ପୂର୍ବତନ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ନେପାଳ ଜଣେ ପ୍ରକୃତ ବନ୍ଧୁଙ୍କୁ ହରାଇଛି। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ଜାଗା ଯୋଗାଇ ଦେବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସୂଚନା ଦେଇଛି। ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଜରିଆରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମାରକୀ ନିର୍ମାଣ ନିମନ୍ତେ ଜାଗା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସରକାରଙ୍କ ପକ୍ଷରୁ ସ୍ମାରକୀ ନିର୍ମାଣ ନିମନ୍ତେ ଜାଗା ଯୋଗାଇ ଦିଆଯିବ ବୋଲି ଶ୍ରୀ ଖଡ଼ଗେ ଏବଂ ଡକ୍ଟର ମନମୋହନ ସିଂଙ୍କ ପରିବାରକୁ ଅବଗତ କରାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଅନ୍ତିମ ସଂସ୍କାରର ପ୍ରତ୍ୟକ୍ଷ ଧାରାବିବରଣୀ ଆଜି ଆକାଶବାଣୀ ଦିଲ୍ଲୀ, ଏହାର FM ରେନ୍ବୋ, ଇନ୍ଦ୍ରପ୍ରସ୍ଥ ଏବଂ 24 ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରଣ କରାଯିବ। ପୂର୍ବାହ୍ନ 11টাରେ ଆକାଶବାଣୀର ରାଜଧାନୀ ଷ୍ଟେସନ ସମେତ ସମସ୍ତ ସ୍ଥାନୀୟ ରେଡିଓ ଷ୍ଟେସନ ଓ ପ୍ରାଥମିକ ଚ୍ୟାନେଲଗୁଡ଼ିକରେ ଏହାର ପ୍ରସାରଣ କରାଯିବ। ରାଷ୍ଟ୍ରୀୟ ଶୋକ ପାଳନ ଯୋଗୁଁ ଆଜି ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଗାର୍ଡ ପରିବର୍ତ୍ତନ ସମାରୋହ ଅନୁଷ୍ଠିତ ହେବ ନାହିଁ। ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗାର୍ଡ ପରିବର୍ତ୍ତନ ସମାରୋହ ହେଉଛି ଏକ ସମ୍ମାନଜନକ ସାମରିକ ପରମ୍ପରା, ଯେଉଁଥିରେ ରାଜପ୍ରାସାଦ, ଦୁର୍ଗ ଏବଂ ପ୍ରତିରକ୍ଷା ପ୍ରତିଷ୍ଠାନର ନିୟମିତ ଭାବରେ ଗାର୍ଡ ଏବଂ ସେଣ୍ଟ୍ରିଙ୍କର ଅଦଳ ବଦଳ କରାଯାଇଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 117ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର
ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8টাରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। 2024 ମସିହା ଶେଷ ହେବାକୁ ଯାଉଛି। ଆକାଶବାଣୀ ସମାଚାର ବିଭାଗ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ପ୍ରମୁଖ କାର୍ଯ୍ୟାବଳୀ ଉପରେ ଝଲକ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଶୁଣିବା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ପ୍ରମୁଖ ପଦକ୍ଷେପ ଏବଂ ଉପଲବ୍ଧି ସମ୍ପର୍କରେ। ଦେଶରେ ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ କେନ୍ଦ୍ର ସରକାର ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଚଳିତ ବର୍ଷ ଅନୁସୂଚିତ ଜାତିର 18 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ଦିଆଯାଇଥିବା ବେଳେ ଏଥିପାଇଁ ବିଭାଗ ପକ୍ଷରୁ 437 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। 41 ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ନିମନ୍ତେ 5,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଯୋଜନାରେ 142ଟି ଘରୋଇ ଆବାସିକ ବିଦ୍ୟାଳୟରେ ନାମଲେଖା ପାଇଁ 3,000 ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନାରେ 5,000ରୁ ଅଧିକ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହା ଅଧୀନରେ 3 ଲକ୍ଷ ହିତାଧିକାରୀଙ୍କ ପାଇଁ 1,655ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଚଳିତ ବର୍ଷ ପଛୁଆ ବର୍ଗଙ୍କ ପାଇଁ ଏକକ ଡିଜିଟାଲ ପ୍ଲାଟଫର୍ମ ଅଧୀନରେ ଆର୍ଥିକ ସଶକ୍ତିକରଣ ପଦକ୍ଷେପକୁ ସୁବ୍ୟବସ୍ଥିତ କରିବା ନିମନ୍ତେ PM ସୁରଜ ପୋର୍ଟାଲ ଆରମ୍ଭ କରାଯାଇଛି। ଅନ୍ୟପକ୍ଷରେ 2023-24 ଆର୍ଥିକ ବର୍ଷରେ PM ଦକ୍ଷ ଯୋଜନାରେ 112ଟି ତାଲିକାଭୁକ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ମାଧ୍ୟମରେ 80,000ରୁ ଅଧିକ ହିତାଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। 2024-25 ଆର୍ଥିକ ବର୍ଷରେ ସରକାରଙ୍କ ନମସ୍ତେ ଯୋଜନାରେ ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କ ଉନ୍ନତି ନିମନ୍ତେ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜସ୍ଥାନର ଆଜମେରଠାରେ ସୁଫି ସନ୍ଥ ହଜରତ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ 813ତମ ଉର୍ସ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ସଂଖ୍ୟାଲଘୁ ମନ୍ତ୍ରାଳୟ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ କହିଛି, ଆଜି ଆଜମେରର ଦରଗାହ ଖ୍ୱାଜା ସାହେବରେ ଧ୍ୱଜା ଉତ୍ସବ ପାଳନ କରାଯିବ। ଉର୍ସ ହେଉଛି ଜଣେ ସୁଫି ସନ୍ଥଙ୍କର ଶ୍ରାଦ୍ଧବାର୍ଷିକୀ, ଯାହାକି ସେହି ସନ୍ଥଙ୍କ ଦରଗାହରେ ପାଳନ କରାଯାଇଥାଏ। ଦକ୍ଷିଣ କୋରିଆର ନୂତନ କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସାଙ୍ଗ ମୋକ୍ କହିଛନ୍ତି, ରାଜନୈତିକ ଅସ୍ଥିରତା ମଧ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ସ୍ଥିର କରିବା ନିମନ୍ତେ ସରକାର ଧ୍ୟାନ ଦେବେ। ଉତ୍ତର କୋରିଆରେ ଉତ୍ତେଜନା ଆଶଙ୍କାକୁ ଦୃଷ୍ଟିରେ ରଖି ନୂଆ କାର୍ଯ୍ୟକାରୀ ରାଷ୍ଟ୍ରପତି ସେନାକୁ ହାଇ ଆଲର୍ଟରେ ରହିବାକୁ କହିଛନ୍ତି। ଦକ୍ଷିଣ କୋରିଆର ଜାତୀୟ ଆସେମ୍ବଲିରେ ପୂର୍ବତନ ରାଷ୍ଟ୍ରପତି ହାନ୍ ଡକ୍ ସୋଙ୍କ ବିରୋଧରେ ମହାଭିଯୋଗ ଆସିବାର 2 ସପ୍ତାହରୁ କମ୍ ସମୟ ମଧ୍ୟରେ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା। ରାଜନୈତିକ ଅସ୍ଥିରତା ଭିତରେ ଦକ୍ଷିଣ କୋରିଆର ବ୍ୟବସାୟିକ ଗୋଷ୍ଠୀ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ସେଠାକାର ବାଣିଜ୍ୟିକ ସଂଘଗୁଡ଼ିକ ପକ୍ଷରୁ ଦେଶର ଅର୍ଥନୀତି ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ମେଲବର୍ଣ୍ଣରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଭାରତ 164 ରନ୍ରୁ ବ୍ୟାଟିଂ ଆରମ୍ଭ କରିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 7 ୱିକେଟ୍ ହରାଇ 244 ରନ୍ ସ୍କୋର କରିଛି। ଭାରତ ଏବେ ମଧ୍ୟ 239 ରନ୍ ପଛରେ ରହିଛି। ଗତକାଲି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର 474 ରନ୍ର ଜବାବରେ ଭାରତ 5 ୱିକେଟ୍ ହରାଇ 164 ରନ୍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମ ଇନିଂସରେ ଷ୍ଟିଭେନ୍ ସ୍ମିଥ୍ ସର୍ବାଧିକ 140 ରନ୍ ସ୍କୋର କରିଥିବା ବେଳେ ଭାରତୀୟ ବୋଲର ଯଶପ୍ରୀତ ବୁମରା 4ଟି ଏବଂ ରବୀନ୍ଦ୍ର ଜାଡେଜା 3ଟି ୱିକେଟ୍ ଅକ୍ତିଆର କରିଥିଲେ। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ଆଇସିସି ଚାମ୍ପିୟନସିପ୍ ମହିଳା କ୍ରିକେଟର ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ୍ରେ ଗତକାଲି ଭାରତ ୱେଷ୍ଟଇଣ୍ଡିଜ୍କୁ 5 ୱିକେଟ୍ରେ ପରାସ୍ତ କରିଛି। ଏଥିସହ ଭାରତ ଏକଦିବସୀୟ ଶୃଙ୍ଖଳାକୁ 3-0ରେ ବିଜୟୀ ହୋଇଛି। ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି 38 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 162 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଦୀପ୍ତି ଶର୍ମା 31 ରନ୍ ଦେଇ 6ଟି ୱିକେଟ୍ ଅକ୍ତିଆର କରିବା ସହ ଦିନିକିଆ ଆନ୍ତର୍ଜାତିକରେ 2 ଥର 6ଟି ଲେଖାଏଁ ୱିକେଟ୍ ହାସଲ କରିବା କ୍ଷେତ୍ରରେ ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଛନ୍ତି। 163 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ମାତ୍ର 28 ଓଭର 2ଟି ବଲ୍ରେ 5 ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର। ଡକ୍ଟର ସିଂଙ୍କ ସ୍ମାରକ ନିର୍ମାଣ ନିମନ୍ତେ ଜାଗା ଯୋଗାଇ ଦେବେ କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାରର
ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରସାରଣ କରିବ ଆକାଶବାଣୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ପୂର୍ବାହ୍ନ 11টাରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ 164 ରନ୍ରୁ ବ୍ୟାଟିଂ ଆରମ୍ଭ କରିଛି ଭାରତ। ସମ୍ବାଦ ଶେଷ ହେଲା।